ମୋ ନାଁ ପ୍ରଦୀପ୍ତ କୁମାର ସାହୁ। ମୁଁ ଏଇ କଟକରେ ଅଛି। ଦେଖନ୍ତୁ ଆଜିକାର ଯେଉଁ ସମସ୍ୟା ଯେଉଁ ବେକାରୀ ଯୁବତୀ ବର୍ତ୍ତମାନ ସଂଖ୍ୟା ବଢ଼ିଛି, ସେମାନେ ବର୍ତ୍ତମାନ ଡାଏରୀ ଫାର୍ମିଂ ପାଇଁ ମନ ବଳାଇଲେଣି। ତେଣୁକୁ ମନେକର ମୋ ପାଖରେ ମୁଁ ଗାଈ ଫାର୍ମଟେ କରିବି, ମୋ ପାଖରେ ଜାଗା ନାହିଁ, ଜମିରେ ନାହିଁ, ଘାସ ଚାଷ କରିବା ପାଇଁ ଜମି ନାହିଁ। ତେଣୁକରି ଏଇ ଆମର ହାଇଡ୍ରୋପୋନିକ୍ ମାଧ୍ୟମରେ ବିନା ମାଟିରେ ଘାସ ଚାଷଟା କୁହାହେଉଛି। ଏଇଟା ହାଇଡ୍ରୋପୋନିକ୍ ମାଧ୍ୟମରେ ସେ ଘାସ ଚାଷ କରିକି ସେ ତା ଗାଈକୁ ମେଣ୍ଟେନ୍ କରିପାରିବ। ୟାର ସିଷ୍ଟମ୍ ହେଉଛି ଆମର ମକା ଆଉ ଆମର ଗହମରୁ ଭଲ ହେଇପାରିବ। ଆମର ଯେଟା ଓଡ଼ିଶାରେ ଆଭେଲେବୁଲ୍ ସିଡ୍ସ ମଞ୍ଜି ଯେଟା ଆଭେଲେବୁଲ୍ ହେଉଛି, ମକା ମଞ୍ଜିକି ଆପଣ 24 ଘଣ୍ଟା ପାଣିରେ ପକାଇଦେବେ। ମକା ହଉ ଗହମ ହଉ, ପାଣିରେ ପକାଇଲା ପରେ ମଞ୍ଜିଟା ଯେତେବେଳେ ପାଣିରେ ପକାଇବେ ଦେଖିବେ ମଞ୍ଜିଟା ପାକଳ ମଞ୍ଜି ହେଇଥିବ, ପୁକା କଣା ଏସବୁ ନଥିବ, ପରିଷ୍କାର ମଞ୍ଜି ହେଇଥିବ। ତାକୁ 24 ଘଣ୍ଟା ପାଣିରେ ପକାଇବେ। ପାଣିରେ ବତୁରେଲା ପରେ 24 ଘଣ୍ଟା ପରେ ଛାଣିକି ତାକୁ ଘଣ୍ଟାଟେ ବାହାରେ ରଖିବେ। ବାହାରେ ରଖିସାରିଲା ପରେ ତାପରେ ତାକୁ ଅଖା ବସ୍ତାରେ ବାନ୍ଧିକି ତାକୁ ଗଜା କରିବା ପାଇଁ ପୁଣି 24 ଘଣ୍ଟା ଛାଡ଼ିଦେବେ। ତାପରେ ଟ୍ରେ ଅନୁସାରେ ଟ୍ରେ ଦେଢ଼ ଫୁଟର ଫୁଟେ ଯେହେତୁ ପ୍ଲାଷ୍ଟିକ୍ ଟ୍ରେ ଯେଉଁ ବଜାରରେ ମିଳୁଛି ତାକୁ କଣା କରିବେ, କାହିଁକିନା ପାଣି ସ୍ପ୍ରେ କଲେ ତଳେ ଯେମିତି ଗଳି ପଡ଼ିବ। ଟ୍ରେରେ 3-4 ପସ୍ତ ମଞ୍ଜି ସମାନ କରି ରଖିବେ। ସମାନ କରି ରଖିଲା ପରେ ତାକୁ ଏଇଭଳିଆ ଗ୍ରୀନ୍ ହାଉସ୍ ଗୋଟେ ଦରକାର। ଏବଂ ଆମର ଦେଖୁଛନ୍ତି ଆପଣ କରାହେଇଛି, ଆମର ରେକ୍ କରାହେଇଛି। ଏ ରେକ୍ର ରହିବ, ୟା ଦେହରେ ଯେଉଁ ମାନେ ଅଧିକ ଗାଈ ରଖିଛନ୍ତି ତାଙ୍କୁ ସ୍ପ୍ରିଙ୍କଲର ସିଷ୍ଟମ୍ ରଖାଯିବ ଓ ସେନ୍ସର ଲାଗିବ। ସେ ଦିନକୁ 3-4 ଥର ପାଣି ସ୍ପ୍ରେ କରିବ 3-4 ଘଣ୍ଟା ଅନ୍ତରରେ। ଏଇଟା ସ୍ପ୍ରେ କଲା ଫଳରେ ଇଏ କ'ଣ କରିବ ନା 10 ଦିନ ଭିତରେ ଏ ଗଛ ଏଇ ସାଇଜ୍ ଦେଖୁଛନ୍ତି, 10 ଦିନ ଭିତରେ ଗଛ ରେଡ଼ି। 10 ଦିନ ଭିତରେ 1 କେଜି ମକା ନିହାତି 8 କେଜି 9 କେଜି ଚେର ସହିତ ହେଇଯିବ। ଇଏକୁ ଆପଣ ଦେଖୁଛନ୍ତି ଏ ଜିନିଷଟାକୁ ଚେର ସହିତ ଗାଈ ଖାଇବ, ବୁଝିଲେ। ଇଏ ଅନ୍ୟ ଘାସ ଠାରୁ ୟାର ପ୍ରୋଟିନ୍ ଭାଗ ଅଧିକା ରହୁଛି। ଏବଂ ଆପଣ ଜାଗାର ଆବଶ୍ୟକତା ପଡ଼ୁନି, ମଜୁରୀର ଆବଶ୍ୟକତା ପଡ଼ୁନି। ନିଜେ ଘରେ କରିପାରିବେ ଗ୍ରୀନ୍ ହାଉସ୍ କରିକିରି। ଆଉ ଏକୁ ଗୋଟେ ଗାଈ ଗୋଟେ ମଞ୍ଜି ଯେତେବେଳେ 7 କେଜି 8 କେଜି ହେଇଯାଉଛି, ଆପଣ 1 କେଜି ମାନେ ଗୋଟେ ଗାଈକି ଆପଣ 2 କେଜି ମଞ୍ଜି ଦେଲେ ବି ତା ଗାଈର 15 କେଜି ଏଠି ସେ ପାଇଯାଇ ପାରୁଛି। ଏଇ ଟ୍ରେରେ ଆପଣଙ୍କର ଲାଗି 750 ଗ୍ରାମ ମଞ୍ଜି ଲାଗିଛି। 1 କେଜିରୁ ଆପଣଙ୍କର 7 କେଜି 8 କେଜି ତକ ମକା ମଞ୍ଜି ପକାଇଲେ ତାର ଚେର ସହିତ ୱେଟ୍ ଆସିବ। ତେଣୁ ଆପଣ 2 କେଜି ମଞ୍ଜି ଦେଲେ ଗୋଟେ 30 କେଜି ଗାଈକି ଆପଣ ଯଦି 2 କେଜି ମଞ୍ଜିରେ କରିକି ଦେବେ ତା ସଫିସିଏଣ୍ଟ। ଏଇଟା ହାଇଡ୍ରୋପୋନିକ୍, ତା ସାଙ୍ଗରେ ଅନ୍ୟ ଦାନା ଫାନା ବି ଅଛି, କିନ୍ତୁ ହାଇଡ୍ରୋପୋନିକ୍ ଘାସଟା ଆପଣ 2 କେଜି ମଞ୍ଜିରେ ତ ସଫିସିଏଣ୍ଟ ହେବ। କିମ୍ବା ନା କୌଣସି କେମିକାଲ ପଡ଼ୁନି, କେବଳ ପାଣି ହିଁ ସ୍ପ୍ରେ କରାହେଉଛି। ବିନା କେମିକାଲ ଜିନିଷ ତିଆରି ହେଇପାରୁଛି ଘରେ ରଖିକିରି। ଏବଂ ଗାଈକି ଦେଲେ କ୍ଷୀର ଅଧିକା ପ୍ରଡକ୍ସନ୍ ହେବ। ଗାଈ ଖାଇପାରିବ, ଘୁଷୁରୀ ଖାଇପାରିବ, ଛେଳି ଖାଇପାରିବ, କୁକୁଡ଼ା ମଧ୍ୟ ଖାଇପାରିବ। ସରକାର ତରଫରୁ ୟା ଉପରେ କିଛି ବର୍ତ୍ତମାନ ସୁଦ୍ଧା କିଛି ରାଶି ନାହିଁ। ଆମର କିଛି ବର୍ତ୍ତମାନ